ଯୁବପିଢ଼ି ଆମ ଆଗାମୀ ଭବିଷ୍ୟତ ଆମେ ଯେଉଁଟା କହନ୍ତି ପ୍ରତ୍ୟେକ ଲୋକ କହନ୍ତି। ଆମେ ବି ଯେତେବେଳେ ଯୁବତୀ ଥିଲୁ ସେତେବେଳେ ବି ଆମ ବାପା ମା ଆମକୁ କହୁଥିଲେ, କିନ୍ତୁ ଆମର ସେତେବେଳେ ଗୋଟେ ଅଲଗା ରକମର ସଂସ୍କାର ଥିଲା। ଆମକୁ ଆମ ବାପା ମା ଯଦିଓ ସେମାନେ ସର୍ଭିସ୍ ହୋଲ୍ଡର ଥିଲେ କି ଘରେ ରହୁଥିଲେ, ତଥାପି ତା ଭିତରେ ଗୋଟେ ଆମ ଭିତରେ ସଂସ୍କାର ଯୁକ୍ତ ଗୋଟେ ପରାମର୍ଶ ପାରିଦର୍ଶିତା ଆମକୁ ଗୋଟେ ଜ୍ଞାନ ଲାଭ ହେଉଥିଲା। ସେ ବାପା ମାଆଙ୍କ ପାଖରୁ, ସେ ବଡ଼ ଗୁରୁଜନମାନଙ୍କ ପାଖରୁ କି ଆମ ନିଜ ଗୁରୁମାନଙ୍କ ପାଖରୁ ହଉ। ଏବେ ଯୁବପିଢ଼ି ନିଜ ଭିତରେ ସଦାବେଳେ ରହୁଛନ୍ତି ଯେ କେମିତି କମ୍ପିଟିସନ୍ କରିବେ, ସେଇଟା ବହୁତ ଭଲ ଜିନିଷ। ନିଜ ଭିତରେ ଗୋଟେ କମ୍ପିଟ୍ ମନୋଭାବ ଆଣୁଛନ୍ତି, କିନ୍ତୁ କମ୍ପିଟିସନ୍ଟା ତାଙ୍କର ଗୋଟେ ଲାର୍ଜ ସ୍କେଲ୍କୁ ଆସିଯାଉଛି, ଯାହାକି ତାଙ୍କ ନିଜ ଭିତରେ ମାନେ ଇନର୍ ମନ, ଯେଉଁଟାକି ଅନ୍ତର୍ନିହିତ ମନ ଭିତରେ ଗୋଟେ ସଂକୀର୍ଣ୍ଣତା ଭାବ ଜାଗ୍ରତ କରାଉଛି। ଯେପରିକି ଆଜ୍ ଫର୍ ଏକ୍ଜାମ୍ପଲ୍, କିଛି ଲୋକଙ୍କୁ ମୋର ଏଇ କଥା ଭଲ ଲାଗିପାରେ, ଭଲ ବି ନ ଲାଗିପାରେ, ଯେ ଆଜ୍ ଫର୍ ଏକ୍ଜାମ୍ପଲ୍ କିଛି ଧର ମୋ ବାପା ହେଉଛନ୍ତି ପିଅନ, ମୋ ସାଙ୍ଗର ବାପା ହେଉଛନ୍ତି ଆଇଏଏସ୍। ଯେତେବେଳେ ଆମେ ଗୋଟିଏ କଲେଜରେ କମ୍ପିଟ୍ କରିକି ଆସିଛୁ, ପାଠ ପଢ଼ୁଛୁ, ସେତେବେଳେ ତା'ର ହାବ ଭାବ ଷ୍ଟାଇଲ୍କୁ ଦେଖିକି ମୋ ନିଜ ଭିତରେ ଗୋଟେ ମୁଁ ଇନଫିରିଟି କମ୍ପ୍ଲେକ୍ସ ତିଆରି କରୁଛି, କି ମୋର ଗୋଟେ ନିଜର ଆତ୍ମବିଶ୍ୱାସକୁ ଦେଖିକି ତା ଭିତରେ ଗୋଟେ ଇନଫିରିଟି କମ୍ପ୍ଲେକ୍ସ ତିଆରି କରୁଛି ଯେ ମୋ ବାପା ମା ମୋତେ କାହିଁକି ଏତେ ସମୟ ଦେଇପାରିଲେନି। ତ ଏଇସବୁ ରିଜିନ୍କୁ ନେଇକି ହିଁ ଆତ୍ମହତ୍ୟାର ମାତ୍ରାଟା ବଢ଼ୁଛି ନିଶ୍ଚିନ୍ତ ରୂପେ। ସରି ଫର୍ ଦ୍ୟାଟ୍, ମୁଁ ସୋସିଆଲ୍ ମିଡ଼ିଆକୁ ବ୍ଲେମ୍ କରୁନି, କିନ୍ତୁ ଆମ ଭିତରେ, ଆମ ସୋସିଆଲ୍ ମିଡ଼ିଆ ଭିତରେ କିଛି ଲୋକ ଅଛନ୍ତି ନିଜର ଟିଆର୍ପିକୁ ବଢ଼ାଇବା ପାଇଁ ବହୁତ କିଛି ଲେଖୁଛନ୍ତି, ବହୁତ କିଛି କରୁଛନ୍ତି। ଯେମିତିକି ଆମ ଭିତରେ ହେଉଛି, ଯେମିତି ଏବେ ବି ଆସୁଛି ବହୁତ ଗୁଡ଼ିଏ କମ୍ପିଟିସନ୍ ଟିଭିରେ ଦେଖାଉଛି, ସେ ଯେକୌଣସି ଗୀତର ହଉ କି ନୃତ୍ୟର ହଉ, ତା ଭିତରେ ଯେମିତି ଆସୁଛି ତା ବାପା ଏଇଆ, ସେ ଗୋଟେ ଛୋଟ ଗାଁରୁ ଆସିଛି, ହ୍ୱାଟ୍ ଇଜ୍ ଦିସ୍, ଦିସ୍ ଇଜ୍ ଭେରି ବ୍ୟାଡ଼୍। କୌଣସି ଜିନିଷ ଛୋଟ ନୁହଁ। ତ ବମ୍ବେ କ'ଣ ବହୁତ ବଡ଼ ହେଇଗଲା? ଆମ ଗାଁ, ମୁଁ ଯେଉଁଠୁ ଆସିଛି, ମୋ ଗାଁ ମୋ ପାଇଁ ବହୁତ ବଡ଼। ସେଇ ଭାବକୁ ଯଦି ନିଜ ଭିତରେ ଜାଗ୍ରତ କରିବେ, କାହାକୁ ଆପଣ ଛୋଟ ବୋଲି କହିବେନି। ଏଇ ଯେଉଁ ଛୋଟ 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 ଶୁଣି ଶୁଣିକା ଲୋକଙ୍କ ଭିତରେ ଗୋଟେ ଇନଫିରିଟି କମ୍ପ୍ଲେକ୍ସ ଜାଗ୍ରତ ହେଉଛି ଛୁଆମାନଙ୍କ ଭିତରେ, ଯାହାକି ଆଗାମୀ ଦିନରେ ତା ଆତ୍ମହତ୍ୟା ରୂପରେ ପରିଣତ ହେଉଛି। ଦେଖନ୍ତୁ, ମୁଁ ମୋ ନିଜକୁ ବହୁତ ଭଲ ପାଏ। ଦୁନିଆରେ ପ୍ରଥମେ ଆପଣ ମନେ ରଖିବେ ଆଜ୍ଞା, ଆପଣ ଯେକୌଣସି ଧର୍ମ ରହିଥାନ୍ତୁ, ଯେକୌଣସି ସଂସ୍କୃତି ରହିଥାନ୍ତୁ, ସବୁଦିନ ମନେ ରଖିବେ, ମୁଁ ସକାଳ ଯଦି ମୋର ସୂର୍ଯ୍ୟ ଉଦୟ ଦେଖୁଛି, ସୂର୍ଯ୍ୟ ଅସ୍ତ ଦେଖୁଛି ଏବଂ ରାତି ମଧ୍ୟ ଦେଖୁଛି, ତ ନିଶ୍ଚିନ୍ତ ରୂପେ ସମସ୍ତଙ୍କ ଜୀବନରେ ସେଇ ପରିଧିରେ ଆମର ଜୀବନର ଗତି ଆଗକୁ ବଢ଼ିବ। ତ ତାକୁ ନେଇକି ହିଁ ଆମେ ଚାଲିବା। ତ ତା'ର ସମାଧାନ ହେଉଛି ନିଜ ଭିତରେ ନିଜକୁ ଜାଗ୍ରତ କରିବା ଯେ ୟେସ୍, ମୁଁ ଦୁନିଆରେ ମୋତେ ଭଗବାନ କିଛି ଅଛି ବୋଲି ମୋ ଭାବରେ, ମୋ ଭିତରେ, ତ ଭଗବାନ ମୋତେ ଗୋଟେ ମଣିଷ ରୂପରେ ଜନ୍ମ ଦେଇଛନ୍ତି। ତ ତାକୁ ମୁଁ ୟୁଟିଲାଇଜ୍ କରେ, ନଟ୍ ଇନ୍ ମିସ୍ୟୁଟିଲାଇଜ୍। ତ ଆକୁ ଯଦି ଆପଣଙ୍କର ସମାଧାନ ଚାହୁଁଛନ୍ତି, ତ ନିଜ ଭିତରେ ନିଜକୁ ଆଗ ଜାଗ୍ରତ କରନ୍ତୁ। ମୋ ଯୁବପିଢ଼ିଙ୍କୁ ଏତିକି ଅନୁରୋଧ, ନିଜ ଭିତରେ ନିଜର ଅନ୍ତର୍ନିହିତ ଭିତରେ ଆପଣ ବିଶ୍ୱାସ ରଖନ୍ତୁ ଯେ ୟେସ୍, ଆଇ ମଷ୍ଟ।